ଭଲ ପାଇ ନେଇନି ଆଉ କଣ। କେତେ ଦିନ ଭଲ ପାଇବା? 2 ବର୍ଷ ହେଇଯିବ। କୋଉଠୁ ଆରମ୍ଭ? ତାଙ୍କ ଘରେ ସବୁବେଳେ ଯିବା ଆସିବା କରୁଥିଲି। ସବୁବେଳେ ନାହିଁ, ସେମିତି 5-6 ଦିନ ଯିବା ଆସିବା କରିବା ପାଇଁ ତାଙ୍କର। ରାତିରେ ଯୋଉ ଘଟଣା ଘଟିଲା ତାଙ୍କ ସ୍ୱାମୀ କହୁଛନ୍ତି ଧରିଲେ ରେଡ୍ ହାତ, ସେଟା କଣ ସତ୍ୟ ନା ମିଛ? ସେଇଟା ସତ କଥା। ସତରେ ଆମ ଦେଶରେ କଳାକାରର ଅଭାବ ନାହିଁ। ତା ଭିତରୁ ବାଛି ବାଛି କେଇ ଜଣ ହବ ଦେଶୀ କଳାକାର, ଯେମିତିକି ନିଶା ମହାରଣା, ସାହୁ ଭାଉଜ, ରାଣୀ ପ୍ରିୟଦର୍ଶିନୀ, ରାଣୀ ପଣ୍ଡା। ଏମାନେ ହେଉଛି ଅଲ୍ଟ୍ରା ପ୍ରୋ କଳାକାର। ଏମାନେ ସବୁ ପ୍ରକାରର କଳା ଜାଣିଛନ୍ତି, କିନ୍ତୁ ଟୁଙ୍ଗୁରୁ ଫଳ, ବର୍ଷା ଆଉ ଏବେ ଏହି ଶାଗୁଣା ଛୁଆ ଭାଇ, ଏମାନେ ହେଉଛନ୍ତି ଦେଶୀ କଳାକାର। ଏମାନେ ସିଧା ଉପରକୁ ଚଢ଼ିବାକୁ ଚାହାନ୍ତି। ଟୁଙ୍ଗୁରୁ ଫଳ ଆଉ ବର୍ଷାର ପ୍ରେମ କାହାଣୀ ସରୁ ନ ସରୁ ଆଉ ଏକ ନୂଆ ପ୍ରେମ କାହାଣୀ ଶୁରୁ ହେଇଛି। ସେଦିନର ଛୁଆ ତୋ ମୁହଁରେ ଟିକେ ଲାଜ ନାହିଁ? 22 ବର୍ଷର ମାଇକିନାକୁ ଭଲ ପାଇଛୁ? ତୁ କୋଉ ଦେଶରୁ ଆଇଛୁ ବେ? କଣ ତୋତେ ଝିଅ ମିଳିନଥିଲା? ପ୍ରେମ କରିବାକୁ ଏଇ ଦରବୁଢ଼ୀକୁ ମିଳିଥିଲା? ଟିକେ ଶୁଣ ଏ କଣ କହୁଛନ୍ତି, ତାପରେ ଆଗକୁ ବଢିବା। ଭଲ ପାଇ ନେଇନି ଆଉ କଣ। କେତେ ଦିନ ଭଲ ପାଇବା? 2 ବର୍ଷ ହେଇଯିବ। କୋଉଠୁ ଆରମ୍ଭ? ତାଙ୍କ ଘରେ ସବୁବେଳେ ଯିବା ଆସିବା କରୁଥିଲି। ସବୁବେଳେ ନାହିଁ, ସେମିତି 5-6 ଦିନ ଯିବା ଆସିବା କରିବା ପାଇଁ ତାଙ୍କର। ରାତିରେ ଯୋଉ ଘଟଣା ଘଟିଲା ତାଙ୍କ ସ୍ୱାମୀ କହୁଛନ୍ତି ଧରିଲେ ରେଡ୍ ହାତ, ସେଟା କଣ ସତ୍ୟ ନା ମିଛ? ସେଇଟା ସତ କଥା। ऐसा मत करो मेरी जान, लाइफ में कुछ अच्छा कर। ସତ କଥା। ଭଲ ପାଇ ପଳେଇ ଆସିନା। କେବେଠୁ ଭଲ ପାଉଛନ୍ତି? 2 ବର୍ଷ ହେଇଗଲାଣି। କୋଉଠୁ ଆରମ୍ଭ ହେଇଥିଲା ପ୍ରେମ? ମୁଁ ଘରୁ କୋଉ ଏଇ ଆମ ଏଇଠି ଭାଇ ମାନିବାକୁ ପଡିବ ଏଇ ମାଇକିନାକୁ। 42 ବର୍ଷର ହେଲାଣି, ତଥାପି ଯୌବନର ରସ ମରିନି। तू समझा? हाँ नहीं तू समझा नहीं। 18 ବର୍ଷର 2ଟା ପୁଅ ଅଛି, ମାନେ ଭଲଗାରିଟିର ସୀମା ପାର କରି ପକେଇଲେଣି। वाह दीदी वाह दीदी। କଣ ସେ ସେନ୍ସ ବୋଲି କିଛି ଜିନିଷ ନାହିଁ ଏମାନଙ୍କ ପାଖରେ। ସବା ମା ପୁଅର ସମ୍ପର୍କରେ କେମିତି ଭଲ ପାଇବା ହେଇଗଲା ତମମାନଙ୍କୁ। ଏ ପୁରା ଟୁଙ୍ଗୁରୁ ବର୍ଷାର ପ୍ରେମ କାହାଣୀ ଭଳି। କଣ କହିବି, ଟୁଙ୍ଗୁରୁ ଅଟୋରୁ ଭଲ ପାଇଥିଲେ, ଆଉ ଏମାନେ ଘର ଭିତରୁ। ରାତିରେ ଯୋଉ ଘଟଣା ଘଟିଲା ତାଙ୍କ ସ୍ୱାମୀ କହୁଛନ୍ତି ଧରିଲେ ରେଡ୍ ହାତ, ସେଟା କଣ ସତ୍ୟ ନା ମିଛ? ସେଇଟା ସତ କଥା। ସତ କଥା। କଣ କେମିତି ଧରିଲେ? ସେ ରାତିରେ ଯାଇଥିଲୁ, ସେ ଗାମୁଛାଟା ସେଠି ପଡ଼ିଗଲା, ଧରି ପକେଇଥାନ୍ତା, ଦୌଡ଼ିକି ପଳେଇନୁ। ଗାମୁଛା ଫୋନ୍ଟା ରହିଗଲା ସେଠି। ଓହୋ, ପୁରା କାମଟା କରିବାକୁ ଦେଲାନି। ପୁରା ଶସ୍ତା ଜନି ସେନ୍। ସବୁ ଜୀବନ ସାଥୀ କରିବୁ ନା ଅଧାରେ ଧୋକା ଦେବେ? ନା, ଜୀବନରେ ରହିବ। ଆରେ ଗାଣ୍ଡୁ, ସେ ତ ମା ବୟସର ହବ, ତୁ ତାକୁ କେମିତି ସାରା ଜୀବନ ରଖିବୁ ବୋଲି କହୁଛୁ? ଅଶିକ୍ଷିତ ବୋଲି ତୁ ଆଜି ଏମିତି କାମ କରିବାକୁ ଯାଉଛୁ। ଯଦି ଟିକେ ସରସ୍ୱତୀର ବିଦ୍ୟା ରହିଥାନ୍ତା ନା, ତାହେଲେ ଏମିତି କାମ କେବେ ବି କରିନଥାନ୍ତୁ। ଆପଣଙ୍କ 2ଟା ଛୁଆ ଅଛି, ପଳେଇଲ କଣ ଅଭାବ ରହିଲା ତମେ ପଳେଇଲ? କିଛି ନା, ମୁଁ ଭଲ ପାଏ, ମତେ ଭଲ ପଳେଇ ଆସେ। କେମିତି କିଛି ନୁହଁ ଭାଉଜ, ତମ ସ୍ୱାମୀ କଣ ଆଉ ଦେଇପାରୁନି? ଆରେ ଭଲ ପାଇବା ମ, ତମକୁ ଭଲ ପାଇବାକୁ ତମ ପୁଅ ମିଳିଥିଲା। ସେ ତମ ପୁଅ ବୟସର ହବା, ତାକୁ କ୍ଷମା କରିଦିଅ ଭାଉଜ। ସତରେ କହନ୍ତି ନା, ପ୍ରେମ ଅନ୍ଧ। ଖାଲି କହିବାକୁ ଶୁଣିଛି, ହେଲେ ଆଜି ଦେଖିବି ନେଲି ପ୍ରେମ ପ୍ରକୃତରେ ଅନ୍ଧ ବୋଲି। ଘର ପାଖରେ ଜଣେ ଫୋନ କରିକି କହିଲା ଯେ ତମ ଯାହା ପଳେଇଛି, ଆଉ ମୁଁ ବିରୁଦ୍ଧ କରେ ତାକୁ। ସେ ସବୁବେଳେ ତାକୁ ଫୋନ କରିକି ଡାକେ, ରାତି 12ଟା 1ରେ ଉଠି ଯାଏ। କାଲି ଯୋଉ ଘଟଣାଟା ଘଟିଛି ଏଠି, ନାରୀ ଜାତିର ଗୋଟେ କଳଙ୍କ। ସେ କୋଉ ହିସାବରେ 42 ବର୍ଷର ଝିଅ ଗଲା 19 ବର୍ଷର ପୁଅ ସାଙ୍ଗରେ। ତାର 2ଟା ପୁଅ ଅଛନ୍ତି, 17-18 ବର୍ଷର ପୁଅ 2 ଜଣ ଅଛନ୍ତି। ଏଠି ବୟସର ଦୋଷ ଦେବି ନା ଆଉ କଣ ନିଜେ ଜାଣିପାରୁନି। ଏମାନଙ୍କୁ ଦରକାର ଖାଲି ରଫା ରଫା ମାଡ, ଆଉ କିଛି ନୁହଁ। ଭଲ ପାଇବାର ହାତ ପାରି କରି ପକେଇଲେଣି। କଣ କହିବି ଭାଇ, ଆପଣ ମାନେ କମେଣ୍ଟ ନିହାତି କହିବେ। ଚାଲନ୍ତୁ ଭିଡିଓ ଆଜି ଏତିକି। ଦେଖା ହବ ନୂଆ ଭିଡିଓ। ସେ ପତ୍ର ରହିଲି, ଜୟ ଜଗନ୍ନାଥ।